ବାବୁନୁ କଣ ରୋଷେଇବାସ ସଇଲାଣି? ରୋଷେଇ ସରିଗଲାଣି? ହଁ କଣ ଆଜି ଆଇଟମ ଏଗୁଡା କଣ ରହିଛି? ଏ ବାଲେଶ୍ୱରରୁ ଆସିଥିଲା ଇଏ। ହଁ ଏଗୁଡା ଭାଇ ମୁଁ ଯାଇଥିଲି ଆମର ପିଲାବେଳେ ଏଗୁଡା ଆମେ ସବୁ ଭାଜିକି ପୋଡିକି ଖାଉ। କ୍ରିକେଟ ଖେଳିଲା ବେଳେ ବିଲରେ ଏଗୁଡା ପୋଡିକି ଖାଉ। କ୍ୟାମେରାମ୍ୟାନ ଟିକେ ଦେଖାଅ, ଏଗୁଡା କଣ ଟିକେ ଦେଖାଅ। ଯୋଉ ଭାଇମାନେ ଦେଖୁଛନ୍ତି ଭିଡିଓ, ଏ ଜିନିଷକୁ ଦେଖିକି ଟିକେ ଚିହ୍ନିକି କମେଣ୍ଟରେ ଜଣେଇବ ଏ ଜିନିଷର ନାଁ କଣ। ଏଇଟା ଆମ ଘରେ ଆଜି ଭଜା ହେଇଛି। ମୁଁ ଯାଇଥିଲି ବାଲେଶ୍ୱର ମୋ ମାମୁଁ ଘରକୁ। ଆମର ତ ବାଡିରେ ହଉଥିଲା, ଗାଁ ଗହଳିରେ ବି ହଉଥିଲା, କିନ୍ତୁ ଏବେ ଆଉ ହଉନାହିଁ। ଆମ ଏଠି ସବୁ ଘୁଷୁଡି ବାଢା ଆଜ୍ଞା ବହୁ ମାତ୍ରାରେ ବଢିଯାଇଛି, ଯୋଉଟା କି ଆମର ସବୁ ମୂଳ ତାଡିକି ସବୁ ଖାଇଯାଉଛି। ସେଥିପାଇଁ ଆମ ଏଠି ସବୁ ବିରଳ ହେଇଗଲାଣି, ଆମେ ଆଉ ଦେଖିବା ପାଇଁ ପାଉନୁ। ତେଣୁ ଆପଣମାନଙ୍କ ଆଡେ ଯଦି ଥାଏ ବା ଆପଣମାନେ ଜାଣିଥାନ୍ତି, ତାହେଲେ କମେଣ୍ଟ ବକ୍ସରେ ଜଣେଇବେ ଏଗୁଡା କଣ, ଏ ଜିନିଷ କଣ। ଆଜି ଆମର ଭଜା ହେଇଯାଇଛି। ହଁ ହେଇଯାଇଛି। ହଉ, ଏଗୁଡା କଣ ଏ ଦେଖ, ଏଗୁଡା ସବୁ ଭଜା ହେଇଯାଇଛି। ଆପଣ ଭାଜିକି ଖାଇପାରିବେ, ପୋଡିକି ଖାଇପାରିବେ। ଆମେ ବହୁତ ଖାଇଛୁ। ତେଣୁ ଯଦି ଆପଣମାନେ ଜାଣିଛନ୍ତି ତାହେଲେ କମେଣ୍ଟ ବକ୍ସରେ ନିଶ୍ଚିତ ଜଣେଇବେ ଏ ଜିନିଷର ନାଁଟା କଣ। ଯୋଉ ଭାଇମାନେ ଜଣେଇବେ ତାଙ୍କ ପାଇଁ ଗୋଟେ ସୁନ୍ଦର ପ୍ରାଇଜ ରହିଛି। ତେଣୁ ଆପଣମାନେ ଦୟା କରିକି ଜଣେଇବେ। ରହୁଛି, ନମସ୍କାର।